ଜୟ ଜଗନ୍ନାଥ। ଏହି ଭିଡ଼ିଓଟା କେବଳ ଖାସ୍ ସେଇମାନଙ୍କ ପାଇଁ ଯେଉଁମାନେ ଏବେ ଯୁବକ ଅବସ୍ଥାରେ ଅଛନ୍ତି, ପିଲା ଅବସ୍ଥାରେ ଅଛନ୍ତି। ତ ସେଇମାନଙ୍କ ପାଇଁ ଏ ଭିଡ଼ିଓଟା ଖାସ୍ ନିହାତି ଜରୁରୀ। କାହିଁକିନା ଭିଡ଼ିଓଟା ନିଶ୍ଚିତ ଥରେ ଦେଖନ୍ତୁ। ଦେଖିଲା ପରେ ନିଶ୍ଚିତ ଆପଣ ଭାବିବାକୁ ବାଧ୍ୟ ହେବେ କି ମୁଁ ଆଗରୁ କ'ଣ କରୁଥିଲି, ପ୍ରକୃତରେ ମୋର ବଞ୍ଚିବାର ବେକାର, ମୋ ଜୀବନଟା ହେଉଛି ଧିକ୍। କାହିଁକିନା ମୁଁ ବହୁତ ବଡ଼ ଭୁଲ କରୁଥିଲି। ତ ଏବେଠାରୁ ଦେଖନ୍ତୁ ସେଇ ଯୁବକ ଯୁବତୀମାନେ ତ ଆଉ ନିଜ ଜୀବନକୁ ଏବେଠୁ ହିଁ ପରିବର୍ତ୍ତନ କରିନିଅନ୍ତୁ। ତ ଏଭଳି କହିବାର କାରଣ ବହୁତ ବଡ଼ ଅଛି, ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଏଇଟା କଥା। ତ ନିଶ୍ଚିତ ଥରେ ଦେଖନ୍ତୁ, ନିଶ୍ଚିତ ଆପଣଙ୍କ ଭୁଲ ଆପଣ ନିଶ୍ଚିତ ସୁଧାରି ପାରିବେ। ତ ନିଶ୍ଚିତ ସୁଧାରି ପାରିଲେ ତ ଆପଣ ଆଗକୁ ବହୁତ ଆଗକୁ ଯିବେ। ତ କଥାଟା ହେଉଛି ଏଇଠି କି ଆମେ ଯେତେବେଳେ ଗୋଟେ ସାପକୁ ଦେଖୁଛନ୍ତି ରାସ୍ତାରେ, ସେ ଯିବା ସମୟରେ ଗୋଟେ ବଞ୍ଚିଲା ସାପ, ତ ତାକୁ ଆମେ କ'ଣ କରୁଛନ୍ତି, ତାକୁ ଆମେ ବାଡ଼େଇକି ମାରି ଦେଉଛନ୍ତି। କିନ୍ତୁ ସେଇ ସାପ ତ କେଉଁଠି ମନ୍ଦିରରେ ଦେଖୁଛନ୍ତି, ପଥରର ସାପ ଦେଖୁଛନ୍ତି, ତ ସେଠି ଆମେ କ'ଣ କରୁଛନ୍ତି, ତାଙ୍କୁ ପୂଜା କରୁଛନ୍ତି। ଠିକ୍ ସେମିତି ତ ବାପା ମାଆଙ୍କର ଫଟୋରେ ଯେତେବେଳେ ବହୁତ ସମୟରେ ଫୁଲ ଧୂପ ଦେଇକି ପୂଜା କରୁଛନ୍ତି, କିନ୍ତୁ ସିଏ ଯେତେବେଳେ ବଞ୍ଚିଥିଲେ ତ ସେତେବେଳେ କ'ଣ ନା ଆମେ ସେତିକି ତାଙ୍କୁ ସମ୍ମାନ ଦେଉନଥିଲେ, ସେତିକି ଭଲ ପାଇବା ଦେଉନଥିଲେ। ସବୁବେଳେ କହି ଆସୁଥିଲେ କି ତୁମେମାନେ ଆମ ପାଇଁ କରିଛ କ'ଣ, ତୁମେମାନେ ଆମ ପାଇଁ କରିଛ କ'ଣ, ତ ଆମେ ତୁମକୁ କାହିଁକି ରଖିବୁ ସବୁଦିନ। ତ ଥରେ ଭାବନ୍ତୁ ତ କି ଯେଉଁ ମାଆ ଆମକୁ ଜନ୍ମ କଲା, ଯେଉଁ ବାପା ଆମକୁ ପାଳି ପୋଷି ବଡ଼ କଲା, ତ ସେମାନେ କ'ଣ ଆମ ପାଇଁ ଏତେ ବୋଝ ହୋଇଗଲେ ବୃଦ୍ଧାବସ୍ଥାରେ। ଯେଉଁମାନଙ୍କ ପରିଶ୍ରମ ବଳରେ ଆମେ ଉପରକୁ ଉଠୁଛନ୍ତି, ସେମାନେ କ'ଣ ଆମ ପାଇଁ ଏତେ ତଳ ସ୍ତରକୁ ଚାଲି ଯାଉଛନ୍ତି, ବୋଝ ହୋଇଯାଉଛନ୍ତି। ତ ଥରେ ଭାବିକି ଦେଖିଲେ ତ କେମିତି ତ ସେମାନଙ୍କୁ କଷ୍ଟ ହେଉଥିବ। ତ ଆମେ ଯେତେବେଳେ ତାଙ୍କୁ ଅସମ୍ମାନିତ କରୁଛନ୍ତି, ତାଙ୍କ କର୍ତ୍ତବ୍ୟରୁ ସେମାନଙ୍କୁ କଷ୍ଟ ଦେଉଛନ୍ତି, ତ ଥରେ ଭାବିକି ଦେଖନ୍ତୁ, ଏଇଠି ହିଁ ଭାବନ୍ତୁ, ତେବେ ଜାଣିପାରିବେ କି ଆଗାମୀ ଦିନରେ ଆପଣଙ୍କର ସମୟ ବି ସେୟା ଆସୁଛି। ସେଇ ଯୁବକ ଯୁବତୀ ମାନଙ୍କର କ'ଣ ସମୟ ଆସୁଛି। ତ ଏବେଠୁ ପରିବର୍ତ୍ତନ ହୋଇଯାଅ। ଆଗାମୀ ଦିନରେ ତୁମେ ବି ଘର ସଂସାର କରିବ, ପିଲା ଛୁଆ ହେବେ, ସେତେବେଳେ ତୁମେ ବୁଝିବ କି ପ୍ରକୃତରେ ବାପା ମାଆଙ୍କ ଅର୍ଥ କ'ଣ। ତ କହିବାର କଥା ହେଉଛି ସବୁବେଳେ ବାପା ମାଆଙ୍କୁ ସମ୍ମାନ ଦିଅ, ବାପା ମାଆଙ୍କୁ ଭଲ ପାଅ, ବାପା ମାଆଙ୍କୁ ନିଜ ପାଖରେ ରଖି ଭଗବାନ ରୂପରେ ମାନ। ତ ସେଇମାନଙ୍କର ହିଁ ଆଶୀର୍ବାଦ ଥିଲେ ନିଶ୍ଚିତ ତୁମେ ଆଗକୁ ବଢ଼ିପାରିବ। ତ ସେମାନଙ୍କ ଆଶୀର୍ବାଦ ସବୁବେଳେ ତୁମମାନଙ୍କ ଜୀବନର ରାସ୍ତା ଆଗକୁ ଆଗେଇ ନେବ। ତ ଏଠି ମନ୍ଦିରରେ ଯାଇକି ଯେତେ ଭୋଗ କଲେ, ଧୂପ ଦେଲେ, ଦୀପ ଦେଲେ କିଛି ହେବନି। ଯଦି ତୁମ ପାଖରେ ତୁମ ବାପା ମାଆଙ୍କ ଆଶୀର୍ବାଦ ଅଛି ନା, ତୁମେ ବି ମନ୍ଦିର ନ ଯାଇକି ବହୁତ ବଡ଼ ମଣିଷ ହୋଇପାରିବ। ଯେମିତି ସେଦିନ ଶ୍ରବଣ କୁମାର ତାଙ୍କ ବୃଦ୍ଧ ବାପା ମାଆଙ୍କୁ ନେଇକି ସବୁବେଳେ କାନ୍ଧରେ ବସିକି ବୁଲାଉଥିଲେ। ତାଙ୍କ ନାଁ ଆଜି କାହିଁକି ସମସ୍ତେ ମନେ ରଖୁଛନ୍ତି, ଓ ତାଙ୍କ ନାଁ ମୁଁ କାହିଁକି ଏଠି କହିଲି, କାହିଁକିନା ତାଙ୍କ ବାପା ମାଆଙ୍କୁ ସିଏ ସେତିକି ଭଲ ପାଉଥିଲେ। ଯେମିତି ପ୍ରଭୁ ରାମଚନ୍ଦ୍ର କି ତାଙ୍କ ବାପାଙ୍କ ସତ୍ୟ ରକ୍ଷା କରି ବନବାସ ଗଲେ ସତ, କିନ୍ତୁ ପରେ ସେ ସେଇ ରାଜ୍ୟର ରାଜା ବନିଗଲେ। ତ ବାପା ମାଆଙ୍କ ଆଶୀର୍ବାଦ ଥିଲା, ତ ତେଣୁ ସେମାନେ ଆଗକୁ ବଢ଼ିଲେ। ତ ସେଇଭଳିଆ ତୁମେ ସେଇ ବାପା ମାଆମାନଙ୍କୁ ସମ୍ମାନ କର, ବାପା ମାଆଙ୍କୁ ଭଲ ପାଅ, ତେବେ ଦେଖିବ ନିଶ୍ଚିତ ତୁମ ଜୀବନ ଆଗକୁ ଯିବ। ସେଇମାନଙ୍କ ଆଶୀର୍ବାଦରେ ହିଁ ତୁମ ଜୀବନ ସୁଖମୟ ହୋଇଯିବ, ଶାନ୍ତିମୟ ହୋଇଯିବ। ତ ବାପା ମାଆଙ୍କୁ ଦୟାକରି ସମ୍ମାନ କରନ୍ତୁ, ଭଲ ପାଇବା ଦିଅନ୍ତୁ। ଏତିକି ହିଁ ମୋର ଅନୁରୋଧ।